ଜାଗରରେ ଚାଲି ଯାଇଛି ଜଣେ ଯୁବକର ଜୀବନ। ଆଉ ଅନ୍ୟ ଜଣେ ଯୁବକକୁ ଅତି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ କାନ୍ଦବୋବାଳିରେ ଫାଟି ପଡୁଛି ମେଡିକାଲ ପରିସର। ଦୁଇ ଜଣ ଯୁବକ ସାଙ୍ଗ ହୋଇ ଏକ ବାଇକ୍ ଯୋଗେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ସୀମାନ୍ତ ଝାଡଖଣ୍ଡର ରାମତୀର୍ଥ ଶିବ ମନ୍ଦିରକୁ ଜାଗର ପର୍ବ ଦେଖିବାକୁ ଯାଇଥିଲେ ବି ଆଉ ଫେରି ନଥିଲେ। ହେଲେ ଆଜି ସକାଳେ ଝାଡଖଣ୍ଡର ସିଆଲଜୋଡା ନିକଟରେ ଦୁଇ ଜଣ ଯୁବକ ରାସ୍ତା କଡ଼ରେ ପଡ଼ିଥିବା ମର୍ଣ୍ଣିଂ ୱାକ୍ ଯାଇଥିବା କିଛି ଲୋକମାନେ ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ତେଣୁ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାକୁ ଅଣାଯାଇଥିଲେ ବି ଚମ୍ପୁଆ ଧଳାଡିହ ଗ୍ରାମର ପ୍ରଶାନ୍ତ ଗିରିଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଆଉ ଗୁରୁତର ଅବସ୍ଥାରେ ଚମ୍ପୁଆ LIC କଲୋନୀର ରଜତ ରଜକ ଚମ୍ପୁଆ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ହୋଇ ପୁଣି କେନ୍ଦୁଝର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।